ଗ୍ରାମ ପଞ୍ଚାୟତର ନିଜସ୍ୱ ଆୟ ବିଷୟରେ ଯେଉଁ ଦୁଇଦିନିଆ କର୍ମଶାଳା ଆଜି ଚାଲିଛି ସରପଞ୍ଚ ପିଓ ଏବଂ ଏଡିଙ୍କୁ ନେଇକି ସେମାନଙ୍କର ଧାରଣା ଅଛି ସେ ବିଷୟରେ, କିନ୍ତୁ ସେମାନଙ୍କୁ ଇଏ ସେନ୍ସିଟାଇଜ୍ କରାଯାଉଛି, ମାନେ ସେମାନଙ୍କୁ ପୁଣି ଥରେ ମନେ ପକାଉଛି ଯେ କେମିତି ସେମାନଙ୍କର ରାଜସ୍ୱ ଆୟ ବଢ଼ିବା ଦ୍ୱାରା ସେମାନଙ୍କର ଯେଉଁ ବାର୍ଷିକ ଖର୍ଚ୍ଚ ହେଉଛି ସେଇ ରାଜସ୍ୱ ଆୟରେ ବାର୍ଷିକ ଖର୍ଚ୍ଚରେ କେମିତି ଭଲ ଭାବେ ଉପଯୋଗ କରିପାରିବେ, କେମିତି ରାଜସ୍ୱ ଆୟ ବଢ଼େଇବେ ସେମାନଙ୍କ ନିଜସ୍ୱ ଗ୍ରାମ ପଞ୍ଚାୟତର ତାହାର ଯାହା ବି ସମ୍ବଳ ଅଛି। ଯଦି ଆମେ ଦେଖିବା ପାହାଡ଼ ପର୍ବତ ଗଛ ନଦୀ ପାଣି ସବୁ ଦିଗରେ ସେମାନେ କେମିତି ରାଜସ୍ୱ ଆୟ କରିପାରିବେ, ଯଦି ଯାହା ଭଡ଼ା ସୂତ୍ରରେ ଦେଉଛନ୍ତି ତାହାକୁ କେମିତି ଦୀର୍ଘମିଆଦୀ ଲକ୍ଷ୍ୟ ରଖି ସେମାନଙ୍କୁ ରାଜସ୍ୱ ଆୟ ବଢ଼ାଇବା ଦ୍ୱାରା ପଞ୍ଚାୟତର ସବୁ ଦିଗରେ ସର୍ବାଙ୍ଗୀନ ଉନ୍ନତି କେମିତି ହେଇପାରେ ତା ବିଷୟରେ ସେମାନଙ୍କୁ ଅବଗତ କରିବା ପାଇଁ ହେଲେ ଆଜି ଏହାର ଦୁଇଦିନିଆ କର୍ମଶାଳା ଏଠି ଆମେ ଆୟୋଜନ କରୁଛୁ। ଜିଲ୍ଲା ପରିଷଦ ଅଫିସ ତରଫରୁ ଆମର ଗୋସାଣୀ ବ୍ଲକ କାଶୀନାଥ ବ୍ଲକର ଆଜି ସରପଞ୍ଚ ପିଓ ଏଡି ଆସିଛନ୍ତି। ଏଠି ଆମର ମାଷ୍ଟର ଟ୍ରେନର ହିସାବରେ ଆମର ବହୁତ ଜଣ ଅଛନ୍ତି। ସେମାନେ ସେଇ ବିଷୟ ଗୁଡ଼ିକୁ ସେମାନଙ୍କର ପୂର୍ବପାଠ ଆଲୋଚନା ବେଳେ ଯେଉଁମାନେ ପଢ଼ିଛନ୍ତି ଜାଣିଛନ୍ତି, କିନ୍ତୁ ପୁଣି ଥରେ ସେମାନେ ମନେ ପକାଇବା ପାଇଁ ଆମର ଏଇ ତାଲିମ ଯାହାଦ୍ୱାରା କି ଯଦି କିଛି ଟଙ୍କା ବଳି ଯାଇଛି ତାହାକୁ ଆମେ ବିକାଶ ଦିଗରେ ମାନେ ଉପଯୋଗ କରିକି ସେଥିରୁ କେମିତି ଆମେ ସେ ଗ୍ରାମ ପଞ୍ଚାୟତରେ ଥିବା ଯାହା ବି ବିକାଶ ହେବ, ଯଦି ତାହାକୁ ଆମେ ଭଡ଼ା ସୂତ୍ରରେ ଦେଇ କିମ୍ବା ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ଦେଇ ତାକୁ ଅର୍ଥ ଉପାର୍ଜନ କରିବା ତାହାକୁ ଆମେ ତାଙ୍କୁ ତାଲିମ ପ୍ରାପ୍ତ ଦେବା ପାଇଁ ହେଲେ ଆଜି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ